ବର୍ତ୍ତମାନ ତମକୁ ମୁଁ କେତୋଟି ପ୍ରଶ୍ନ ପଚାରେ ତମେ ତାର ଉତ୍ତର ଦବ। ସତ୍ୟ ହିଁ ଭଗବାନ ଏବଂ ତାଙ୍କ ନିକଟକୁ ପହଞ୍ଚିବାର ମାଧ୍ୟମ ହେଉଛି ଅହିଂସା। এই কথাটি କିଏ କହିଥିଲେ? ତମେ କୁହ। ମହାତ୍ମା ଗାନ୍ଧୀ କହିଥିଲେ। ତାପରେ ବସ। ଆମର ଜଣେ ରାଜା ଥିଲେ ପୂର୍ବେ, ସେ ସତ୍ୟ ରକ୍ଷା ପାଇଁ ନିଜ ପିଲାକୁ, ନିଜ ପୁଅକୁ, ନିଜ ସ୍ତ୍ରୀକୁ ଏବଂ ନିଜକୁ ନିଜେ ମଧ୍ୟ ବିକ୍ରି କରିଥିଲେ। ସେଇ ରାଜାଙ୍କ ନାଁ କଣ? ସେଇ ରାଜାଙ୍କ ନାଁ କଣ? ରାଜା ହରିଶ୍ଚନ୍ଦ୍ର। ଧନ୍ୟବାଦ। ତେଣୁ ସତ୍ୟ ରକ୍ଷା ପାଇଁ ମଧ୍ୟ ଏଭଳି ଅନେକ କେତେ କାମ କରିଛନ୍ତି ପୁରାଣ ଯୁଗରେ। ଆଉ ଗୋଟିଏ ମୁଁ ଗୋଟିଏ କବିତାଂଶ ଗାଇବି, ତାର ସେ କେଉଁ କବି ସେ ରଚନା କରିଛନ୍ତି ତମେ କହିବ। ଆରେ କର୍ଣ୍ଣ ଘୋଷ ଯାତ୍ରା ଦିନ କଥା ମନେ ପଡୁ ନାହିଁ କି? ଆରେ କର୍ଣ୍ଣ ଘୋଷ ଯାତ୍ରା ସମ୍ପଦ ଦେଖାଇବାକୁ ଯାଇଥିଲ, ସମ୍ପଦ ଦେଖାଇବାକୁ ଯାଇଥିଲ, ବିପଦେ ପଡ଼ିଲ ତହିଁ କାହିଁକି? ଆରେ କର୍ଣ୍ଣ ଘୋଷ ଯାତ୍ରା বিরাট বোধন হরণ বেল কথা কর স্মরণ একাকে কিরিটি তুম্ভে কোটি কোটি একাকে কিরিটি তুম্ভে কোটি কোটি ঝিনি ফেলি গলা তার গাইকি আরে কর্ণ ঘোষ যাত্রা। ধন্যবাদ। এগুলি গীতিনাট্যর যে অংশ। ଏହା କେଉଁ କବି, ଏହା କେଉଁ କବି ମାନେ ରଚନା କରିଛନ୍ତି? ପାଟିକନା କୁହ। ଗଣକବି ବୈଷ୍ଣବ ପାଣି। ତାହେଲେ ସେଇଭଳିଆ ସେ କେତେ ସେ କଟକ ଜିଲ୍ଲାର ପିଲେ ଆମ ଓଡ଼ିଶାର କଟକ ଜିଲ୍ଲା କିଏ ଦେଖେଇ ପାରିଲେ? କଟକ ଜିଲ୍ଲାର ମାହାଙ୍ଗା ନିକଟବର୍ତ୍ତୀ କୋଠପଦା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଆସ କଟକ ଜିଲ୍ଲା ଦେଖେଇ ଦିଅ, କଟକ ଜିଲ୍ଲା ଦେଖେଇ ଦିଅ। ଏବେ এই কটক জেলার পিলে এটা হলা কটক জেলা। এটা দেখো আউ জন আসিব কটক জেলা, এটি জন আস। এটা কটক জেলার মাহাঙ্গা, মাহাঙ্গা পড়ছি ইয়ে হলা মাহাঙ্গা এবং এটা কোঠপদা গ্রাম। এতে আম গণকবি বৈষ্ণব পাণি জন্মগ্রহণ করছে। ইয়ে হল কটক জেলা। বুঝিপাইল সমস্তে? ଏବେ ତେଣୁ ସେ 1882 ମସିହାରେ ଜନ୍ମଗ୍ରହଣ କରିଥିଲେ। 1956 ଦେହତ୍ୟାଗ କରିଥିଲେ। ତାଙ୍କର ସେ ମେଘନାଦ ବଧ ଏବଂ ମେଘନାଦ ବଧ, ରଙ୍ଗସଭା, କୀର୍ତ୍ତବିଜୟ ସଂହାର, ଦକ୍ଷ ଯଜ୍ଞ ଏବଂ କର୍ଣ୍ଣବଧ ଆଦି ଗୀତିନାଟ୍ୟ ରଚନା କରିଥିଲେ। ସେ ଅନେକ ଭଜନ, ଜଣାଣ ଏବଂ ଗୀତିନାଟ୍ୟ ପାଇଁ ସେଥିପାଇଁ ସେ ଗଣକବି ଭାବରେ ଓଡ଼ିଶାରେ ପରିଚିତ। ବୁଝିପାରିଲେ? ଏଇ ଯୋଉ ଆମର ଆଜି ତାଙ୍କ ବିଷୟରେ ତାଙ୍କ ସେ ରଚନା କରିଛନ୍ତି ଯେ ରାମ ମାନେ ଶିକ୍ଷା ଦୀକ୍ଷା, ତମ କବିତା ଶିକ୍ଷା ଦୀକ୍ଷା ଗଣକବି ବୈଷ୍ଣବ ପାଣି ଲେଖିଛନ୍ତି ଏବଂ ସେଇ ଶିକ୍ଷା ଦୀକ୍ଷା ରାମ ବନବାସରୁ ସେ ଏହା ସଂଗୃହୀତ ହୋଇଛି। ଗୀତାଟା ରାମ ବନବାସରୁ। ତେଣୁ ପୂର୍ବେ ଆମର ରାତି ପାହିଲେ ରାମ ରଜା ହେବେ, କିନ୍ତୁ କୈକେୟୀକୁ ଦଶରଥ ବର ଦେଇଥିଲେ, ତୃତୀୟା ବର କଥା। ତେଣୁ ସେଠାରେ ସେ ଯୋଉ ବର ସେ କହିଲେ ଯେ ପ୍ରଥମ ବରରେ ଆମର ମୋ ତାଙ୍କ ପୁଅ ଭରତ ରାଜା ହେବ, ଦ୍ୱିତୀୟ ବରେ ରାମଚନ୍ଦ୍ର 14 ବର୍ଷ ବନବାସ କରିବେ। ତେଣୁ ଏଇ ଯୋଉ ବର ପ୍ରଦାନ କଲାକୁ ସେ କହିଦେଇଥିଲେ, ଏଇ କଥାଟି ରାମ ଜାଣିପାରିଲେ। ସେ କିପରି ରାମଚନ୍ଦ୍ର କହିବାକୁ ଚେଷ୍ଟା କରୁଥିଲେ। ସେଥିପାଇଁ ରାମଚନ୍ଦ୍ର ତାଙ୍କ ସେ କହିଲେ ନିଶ୍ଚିତ ଯିବି, ପିତାଙ୍କ ସତ୍ୟ ରେଖା ପାଇଁ ମୁଁ ନିଶ୍ଚିତ ବନଗମନ କରିବି। ସେ ବନଗମନ ଭାଇ ଅନୁଜ ଲକ୍ଷ୍ମଣ ଏବଂ ତାଙ୍କ ମାନେ ସହଧର୍ମୀ ସୀତାଙ୍କ ସହିତ ବନଗମନ କରିଥିଲେ। ସୀତା ତେଣୁ ଏଇଟେ ଦଶରଥ ମଧ୍ୟ ଏଇ ଯୋଉ ହତାଶ ହୋଇ ସେ ମାନେ ଏଇ ଯୋଉ ମ୍ରିୟମାନ ହୋଇ ସେ ଦେହତ୍ୟାଗ ମଧ୍ୟ କରିଥିଲେ। ଆଉ ଏଇଟା ଆମର ପିଲେ ଆମର ଇଏ ଆମର ଗଣକବି ବୈଷ୍ଣବ